ଘରକୁ ଆସିଲା ବ୍ରାହ୍ମଣ ବୋହୂ। ରତନପୁର ନାମକ ଗୋଟିଏ ଛୋଟ ଗ୍ରାମରେ ରମେଶ ତା ସ୍ତ୍ରୀ ମୋହିନୀ ଆଉ ଝିଅ ରାଧା ସହିତ ରହୁଥିଲା। ରମେଶ ଥିଲା ଶୁଦ୍ଧ ବ୍ରାହ୍ମଣ ପରିବାରର। ସେ ବ୍ରାହ୍ମଣ ପରିବାରର ହୋଇଥିବା ଯୋଗୁଁ ସେହି ଗାଁ ଲୋକେ ତାକୁ ଦେବତା ଭଳି ମାନନ୍ତି। କାହା ଘରେ ଯଦି କିଛି ଅସୁବିଧା ହୁଏ ସେମାନେ ତୁରନ୍ତ ରମେଶ ପାଖକୁ ଯାଉଥିଲେ। ରମେଶ ବି ଗାଁର ସବୁ ଲୋକମାନଙ୍କୁ ସୁବିଧା ଅସୁବିଧାରେ ଠିଆ ହେଉଥିଲା। ହେଲେ ସେ ଜାତି ବର୍ଣ୍ଣକୁ ଅକ୍ଷରେ ଅକ୍ଷରେ ପାଳନ କରେ। ସାହୁକାରେ ସାହୁକାରେ ମତେ କ୍ଷମା କର ସାହୁକାରେ। କଣ ହୋଇଛି କିରେ ମଦନା, କାହିଁକି ସେମିତି କହୁଛୁ? ସାହୁକାରେ, ଆଜ୍ଞା ୟା ଝିଅ ଗୋଟିଏ ଛୋଟିଏ ଜାତିର ଟୋକା ସହିତ ଚାଲି ଯାଇଛି। ଇଏ କଥା କେବେଠାରୁ ଜାଣିଛି, ହେଲେ କିଛି ବି ପ୍ରତିକ୍ରିୟା କରୁନି, ଲୁଚି କରି ବସିଛି। କଣ କରିବି ଆଜ୍ଞା, ମୁଁ ତ ହେଲି ଗରିବ ଲୋକ। ଝିଅକୁ ଜନ୍ମ ଦେଇ ନଥିଲି ଯେ ସାପକୁ କ୍ଷୀର ଦେଇ ବଡ଼ କରୁଥିଲି। ବଡ଼ ହେଲା, ମତେ ଚୋଟ ମାରିଲା। ସିଏ ତାର କାହା ସହିତ ଯାଉଛି ଯାଉ, ମୁଁ ତାକୁ ଆଉ ଝିଅ ବୋଲି ମାନୁନି। ସିଏ ମରୁ ନହେଲେ ହଜୁ, ସେ ମୋର ଝିଅ ନୁହେଁ, ମୁଁ ତାର ବାପା ନୁହେଁ। ତୁ କଣ ମନା କରିଦେଲେ ହେବ ତୁ ତା ବାପା ନୁହେଁ ବୋଲି? ସାହୁକାରେ, ତୁମେ ହିଁ ନ୍ୟାୟ କର। ମଦନ, ଯେତେବେଳେ ତୋ ଝିଅ ଗଲା ସେତେବେଳେ ତୁ କାହିଁକି ଲୁଚାଇଲୁ? ତୁ ଆସି କହିଦେବାର ଥିଲା। ତୁ ସିନା ତାକୁ ଝିଅ ନୁହେଁ ବୋଲି କହୁଛୁ, ହେଲେ ପୁରା ସମାଜ ଜାଣିଛି କି ସେ ତୋ ଝିଅ ବୋଲି। ଯଦି ଝିଅ ଭୁଲ କରିଛି ତାହେଲେ ସେଥିପାଇଁ ତୁ ଦାୟୀ, ଆଉ ତତେ ଦଣ୍ଡ ଭୋଗିବାକୁ ପଡ଼ିବ। ନାଇଁ ଆଜ୍ଞା, ମୋ ଉପରେ ଦୟା କର, ମତେ କ୍ଷମା କର। ସିଏ ତ ଭୁଲ କଲା, ମୁଁ କାହିଁକି ଦଣ୍ଡ ପାଇବି? ମୋର ଅନ୍ୟ ଛୁଆମାନେ କେମିତି ବଞ୍ଚିବେ? ମୋ ଉପରେ ଦୟା କର ସାହୁକାରେ। ଯଦି ତୋ ଉପରେ ଦୟା କରିବି ତାହେଲେ ପୁରା ସମାଜରେ ଲୋକ ଆଉ ଡରିବେ ନାହିଁ। କାହା ଝିଅ ଯଦି ଯିବ ଆଉ କାହା ପୁଅ ଯଦି ଛୋଟ ଜାତିର ଝିଅକୁ ନେଇ ଆସିବ, ତେବେ ସେମାନଙ୍କୁ ବି କିଛି ଦଣ୍ଡ ଦେଇ ହେବନି। ତାହେଲେ ସାହୁକାରେ, ଆପଣ କଣ ଦଣ୍ଡ ଦେବାକୁ ଭାବୁଛନ୍ତି? ଆକୁ 100 ଥର ଚାବୁକରେ ବାଡ଼ାଅ, ଆଉ ବର୍ଷେ ପର୍ଯ୍ୟନ୍ତ ୟାର ପୁରା ପରିବାରକୁ ନିଆଁ ପାଣି ମନା କରିଦିଅ। କ୍ଷମା କର ସାହୁକାରେ, ଆମକୁ ଏତେ ବଡ଼ ଦଣ୍ଡ ଦିଅ ନାହିଁ। ମୁଁ ଯାହା କହିଛି ତୁମେମାନେ ସେଇଆ କର। ଏମିତି କହି ରମେଶ ସେଠାରୁ ଚାଲିଗଲା। ସେ ସିନା ତାକୁ ଏତେ ବଡ଼ ଦଣ୍ଡ ଦେଲା, ହେଲେ ସେ ନିଜକୁ ଦୋଷୀ ବୋଲି ଭାବୁଥିଲା। କଣ ହୋଇଛି? ଏତେ ଚିନ୍ତାରେ ପଡ଼ିଥିଲା ପରି ଲାଗୁଛ। କଣ ହୋଇଛି ମତେ କୁହ। ନାଇଁ ମୋହିନୀ, ମନ ଖାଲି ଗୋଳେଇ ଘାଣ୍ଟି ହେଉଛି। ଆଜି ମୁଁ ନ୍ୟାୟ ଦେବାକୁ ଯାଇ ମୁଁ ଆଉ ପାପ କରିଦେଇନି ତ, ସେଥିପାଇଁ ମନଟା ବହୁତ ଖରାପ ଲାଗୁଛି। କଣ ପାଇଁ? କି ନ୍ୟାୟ କରୁଛ କି? ତୁମେ ତ ନ୍ୟାୟ କଲ, ପୁଣି ପାପ କେମିତି ହେଲା? ଘଟଣା କଣ ମତେ କୁହ। ଏହାପରେ ରମେଶ ତା ସ୍ତ୍ରୀକୁ ସବୁ କଥା କହିଲା। ଏଇଟା କି ପ୍ରକାର ନ୍ୟାୟ? ତମେ ଏମିତି କାହିଁକି କଲ? ତମେ ତ ଜାଣିଛ ଦୁନିଆ କୁଆଡ଼େ ଗଲାଣି। ତା ଛଡ଼ା ଭଲ ପାଇବାଟା ତ ଆଉ ପାପ ନୁହେଁ। ତା ଝିଅ ଯଦି କୋଉ ଛୋଟ ଜାତିର ପୁଅକୁ ନେଇ ଚାଲିଗଲା, ସେଥିରେ ମଦନର କି ଦୋଷ? ସିଏ ଆଉ ତା ବାକି ପରିବାର କାହିଁକି ଦଣ୍ଡ ପାଇବ? ତୁମେ ନିଶ୍ଚୟ ଭୁଲ କରିଛ। ମୋହିନୀ, ତମେ ତ ମୋ କଥା ବୁଝିବାକୁ ଚେଷ୍ଟା କର। ତୁମେ ବି ଅନ୍ୟମାନଙ୍କ ପରି ମତେ ଦୋଷ କାହିଁକି ଦେଉଛ? ତୁମେ ଭୁଲ କରିଛ, ଏବେ ପଶ୍ଚାତାପ ବି କର। ଚାଲ, ଖାଇବାକୁ ବାଢ଼ୁଛି, ଖାଇନିଅ। ରାଧା କଲେଜରୁ ଆସିନି କି? ଆଜି ସେ ଥିବାର ଜଣାପଡ଼ୁନି। ନାହିଁ, ଆସିନି। କହୁଥିଲା ଏକ୍ସଟ୍ରା କ୍ଲାସ୍ ଅଛି ବୋଲି। କହୁଥିଲା 4ଟା ସୁଦ୍ଧା ଆସିଯିବି। ସେ ତା ଟିଫିନ୍ ନେଇ ଯାଇଛି। ତୁମେ ଆସ ଖାଇବ। ରାଧା ରମେଶର ଅଲିଅଳି ଗୋଟିଏ ମାତ୍ର ଝିଅ ଥିଲା। ଝିଅଟିଏ ହେଲେ ମଧ୍ୟ ରମେଶ ପୁଅର ଆଶା ନ କରି ନିଜ ଝିଅ ରାଧାକୁ ଜୀବନଠାରୁ ଅଧିକ ଭଲ ପାଉଥିଲା। ରାଧା ମଧ୍ୟ ସେମିତି ଥିଲା, ବହୁତ ଭଲ। ହେଲେ ସେ ତା ବାପାଙ୍କ ଏହି ଜାତି ପ୍ରଥା ନିୟମକୁ ସବୁବେଳେ ପ୍ରତିବାଦ କରୁଥିଲା। କାରଣ ସେ ମାନୁଥିଲା କି ସମସ୍ତଙ୍କ ଜୀବନ ଭଗବାନ ସମାନ ଭାବରେ ଗଢ଼ିଛନ୍ତି। ସେ ଯଦି ଅନ୍ତରପାନ୍ତର କରିନାହାନ୍ତି, ତାହେଲେ ଆମେ କାହିଁକି କରିବା? ଏ ନୀତି ନିୟମ ସବୁ ଏ ମଣିଷ ତିଆରି କରିଛି, ଆଉ ଆକୁ ଆମକୁ ହିଁ ଭାଙ୍ଗିବାକୁ ହେବ। କିଛି ସମୟ ପରେ ରାଧା ଘରକୁ ଆସିଲା। ଆଲୋ ମା ରାଧା, ଏତେବେଳ ଯାଇ କଣ କରୁଥିଲୁ କହିଲୁ? ତତେ ମୁଁ କେତେବେଳୁ ଅପେକ୍ଷା କରିଛି। ଆ ମା ଆ, ମୋ ପାଖରେ ବସ। ଆଗକୁ ପରୀକ୍ଷା ଅଛି ତ, ସେଥିପାଇଁ ଟିକେ ଅଧିକ ସମୟ କ୍ଲାସ୍ ଚାଲୁଛି। ସେଥିପାଇଁ ଡେରି ହୋଇଯାଇଛି ବାପା।
ଠିକ୍ ଅଛି, ତୁ ପାଠ ପଢ଼ିବା କଥା ପଢ଼, ହେଲେ ଟିକେ ନିଜକୁ ଆଇନାରେ ଦେଖିଲୁ କେମିତି ଝଡ଼ିଗଲୁଣି। ତୁ ଆଉ ପାଠ ପଢ଼ି ଆମକୁ ପୋଷିବୁନି, ଏତେ କଷ୍ଟ କ'ଣ ପାଇଁ? କାହିଁକି ବାପା? ମୁଁ କ'ଣ ତୁମକୁ ପୋଷି ପାରିବିନି? ତୁମ ଝିଅ ଉପରେ କ'ଣ ଏତିକି ଟିକେ ବିଶ୍ୱାସ ନାହିଁ? ବିଶ୍ୱାସ ରହିଛି ରେ ମା, ନିଜଠାରୁ ବି ଅଧିକ ବିଶ୍ୱାସ ଅଛି। ହେଲେ ଆମର କୋଉ କଥାରେ ଅଭାବ ରହିଛି କହିଲୁ? ତୁ ଜିଦ୍ଦି କଲୁ ବୋଲି ତତେ ମୁଁ କଲେଜ ଛାଡ଼ିଲି, ହେଲେ ତୁ ବେଶୀ ସିରିୟସ୍ ନ ହୋଇ ଆରାମସେ ପାଠ ପଢ଼। ହଉ ବାପା, ଯେମିତି ତୁମ ଇଚ୍ଛା। ମୋତେ ବହୁତ ଜୋରରେ ଭୋକ ହେଲାଣି, ମୁଁ ଖାଇବାକୁ ଯାଉଛି। ରାଧା ଖାଇ ଶୋଇବାକୁ ଚାଲିଗଲା। ଆଉ ତା ପରଦିନ ସକାଳେ ରାଧା ପୁଣି କଲେଜକୁ ଚାଲିଗଲା। ରାଧା ରାତିରେ ତା ମା ଠାରୁ ବାପାଙ୍କ ନ୍ୟାୟ କଥା ଶୁଣିଥିଲା, ଆଉ ସେ ମନେ ମନେ ବହୁତ ଡରି ଯାଇଥିଲା। କାହିଁକି ନା 2 ବର୍ଷ ହେଲା ରାଧା ଅନ୍ୟ କାଷ୍ଟର ଗୋଟିଏ ପୁଅକୁ ଭଲ ପାଉଥିଲା, ଯାହାର ନାମ ରବୀନ୍ଦ୍ର ଥିଲା। ଏମିତିରେ ତ ମ୍ୟାଡମ୍ ମୁଁ କେତେବେଳେ ବି ଦେଖା କରିବାକୁ ଡାକିଲେ ଆସନ୍ତି ନାହିଁ, ହେଲେ ଆଜି ମୋର କି ଭାଗ୍ୟ ଦେଖ, ଆଜି ନିଜେ ଦେଖା କରିବା ପାଇଁ ଡାକିଛନ୍ତି। କ'ଣ ହେଲା, କିଛି ଇମ୍ପୋର୍ଟାଣ୍ଟ କହିବାର ଅଛି କି? ଏଠି ମୋର ଚିନ୍ତାରେ ମୁଣ୍ଡ କ'ଣ ହୋଇଯାଉଛି, ଆଉ ତୁମେ ମଜାକ କରୁଛ ନୁହେଁ? ଯାଅ, ମୁଁ ତୁମ ସାଥିରେ କଥା ହେବି ନାହିଁ। ରୁହ ରୁହ ରାଧେ, କାହିଁକି ରାଗୁଛ? ସରି ଆଉ କହିବିନି। ରୁହ, ଏତେ ଦିନ ପରେ ତ ଆସିଛ, ପୁଣି ରାଗିକି ଚାଲି ଯାଉଛ। ଆସ ବସ, କ'ଣ କହିବ କୁହ। ରବି, ମୁଁ ତୁମକୁ ଆଗରୁ କହିଥିଲି ନା ବାପା କେମିତିକା ଲୋକ। କାଷ୍ଟକୁ ନେଇ ସେ ସବୁବେଳେ ବିରୋଧ କରୁଛନ୍ତି। ଏବେ କାଲିର କଥା ହିଁ ଶୁଣିନିଅ। ଆମ ଗାଁର ମଦନର ଝିଅ କେଉଁ ଛୋଟ ଜାତିର ପିଲା ସହିତ ବାହା ହୋଇଯାଇଛି। ସେ କଥା ଜାଣିବାରୁ ବାପା ତାକୁ ବରଷେ ଯାଇ ନିଆଁ ପାଣି ମନା କରିଦେଲେ। ଆହୁରି 100 ଥର ଚାବୁକରେ ମାଡ଼ ମାରିବା ପାଇଁ କହିଲେ। ସେଥିପାଇଁ ମୁଁ ବହୁତ ଚିନ୍ତାରେ ଅଛି। ତାହେଲେ ଆମର କ'ଣ ହବ ରାଧା? ଆମ ସମ୍ପର୍କ ଆଗକୁ କେମିତି ବଢ଼ିବ? ମୋତେ ଲାଗୁଛି ତମ ବାପା ମୋତେ ସ୍ୱୀକାର କରିବେ ନାହିଁ। କ'ଣ ଆମେ ଅଲଗା ହୋଇଯିବା? ଭାଗ୍ୟରେ ଯାହା ଥିବ ସେଇଆ ହେବ। ଆମେ ଆଉ କ'ଣ ବା କରିପାରିବା? ମୁଁ ଜାଣିନି ବାପା ତୁମକୁ ସ୍ୱୀକାର କରିବେ କି ନାହିଁ। ହେଲେ ରବି, ତମେ କ'ଣ ମୋ ବିନା ବଞ୍ଚିପାରିବ? ମୋତେ ଛାଡ଼ି ଆଉ କାହାକୁ ବାହା ହୋଇପାରିବ? ସେମିତି କୁହନି ରାଧା, ସେଇଟା ଏ ଜନ୍ମରେ ତ ସମ୍ଭବ ନୁହେଁ। ତୁମକୁ ଗୋଟିଏ ଦିନ ନ ଦେଖିଲେ ତ ରହି ହେଉନି, ଆଉ ତୁମେ ଆଉ କାହାକୁ ବାହା ହେବା ପାଇଁ କହୁଛ? ନାଇଁ, ଆମେ ଅଲଗା ହେବାନି। ଆମେ ସବୁ କିଛି ସାମ୍ନା କରିବା, ଆଉ ଏ ଅପର କାଷ୍ଟ ଲୋୟର କାଷ୍ଟକୁ ରହିବାକୁ ଦେବାନି। ତାହେଲେ କ'ଣ କରିବାକୁ ଚାହୁଁଛ ତୁମେ? କେମିତି ଆମେ ଏକାଠି ରହିବା? ଏବେ ତ ସେମିତି କିଛି ପରିସ୍ଥିତି ଆସିନି, ଆସିଲେ ସେ କଥା ଦେଖିବା। ଏବେ ତମ ମୁଡ୍ ଠିକ୍ କର। ଏ ନିଅ, ତୁମ ଫେଭରେଟ୍ ଆଇସ୍କ୍ରିମ୍ ଆସିଗଲା, ଏନ୍ଜୟ କର। ଏମିତି ସେଦିନ ସେମାନେ ସେଠି କଥା ହୋଇ ନିଜ ନିଜ ଘରକୁ ଚାଲିଗଲେ। ବାପା ସିନା ଜାତି ପ୍ରଥା ନିୟମକୁ ବିରୋଧ କରୁଛନ୍ତି, ହେଲେ ମୋ ମା ତ ସମସ୍ତଙ୍କୁ ସମାନ ଭାବରେ ଦେଖୁଛି। ଯାଉଛି ମାକୁ ଏସବୁ କଥା କହିବି, ହୁଏତ ସିଏ ମୋତେ କିଛି ସାହାଯ୍ୟ କରିପାରେ। ଏମିତି ଚିନ୍ତା କରି ରାଧା ତା ମା ପାଖକୁ ଗଲା, ଆଉ ସବୁ କଥା କହିଲା। କ'ଣ କହୁଛୁ? ତୋ ବାପା ଜାଣିଲେ ତତେ ଜୀବନରୁ ମାରିଦେବେ, ଜାଣିଛୁ? ତୁ ଜାଣିଛୁ କି ନାହିଁ ସେ କେମିତିକା ଲୋକ? ତତେ ଆଉ କିଏ ମିଳିଲାନି? ତୁ ଗୋଟିଏ ଛୋଟ ଜାତିର ପିଲାକୁ ଭଲ ପାଉଛୁ। କ'ଣ କରିବି ମା? ମୁଁ କ'ଣ ଜାତି ଦେଖି ଭଲ ପାଇଥାନ୍ତି? ସିଏ ମୋତେ ଭଲ ଲାଗିଲା, ଆଉ ମୁଁ ଭଲ ପାଇ ବସିଲି। ମୋତେ ଆଗକୁ ବହୁତ ଗାଳି ମିଳିବ ମା, ଆଉ ଗାଳି ଦିଅନି। କିଛି ଉପାୟ ବତାଅ ଯାହାଦ୍ୱାରା ଆମେ ବଞ୍ଚିପାରିବୁ। ବାସ୍ ଗୋଟିଏ ଉପାୟ ଅଛି। କେହି କିଛି ଜାଣିବା ପୂର୍ବରୁ 2 ଜଣ 2 ଜଣଙ୍କୁ ଭୁଲି ଯାଅ। କାହାର କିଛି ଅସୁବିଧା ହେବନି। ଯଦି କଥା ନ ଶୁଣିବ, ତାହେଲେ ଆଗକୁ ଯେଉଁ ଝଡ଼ ଆସିବ ସେଥିରେ ସବୁ କିଛି ଛାରକାର ହୋଇଯିବ। କାହିଁକି ମା? ଭଲ ପାଇବାଟା କ'ଣ ପାପ? ଆମେ କିଛି ଭୁଲ କରିନୁ। ବାସ୍ ଜଣେ ଜଣଙ୍କୁ ବାଛିଛୁ ଏକାଠି ରହିବା ପାଇଁ। ମା, ତୁମେ ଥରୁଟିଏ ରବି ସହିତ କଥା ହୋଇକି ଦେଖ, ସେ କେତେ ଭଲ ପିଲା। ମୋର କାହା ସହିତ କଥା ହେବାର ନାହିଁ, ଆଉ ତତେ ବି କହିଦେଉଛି, ମନେ ରଖ, ତୋର ବି କୋଉ ରବି ସହିତ ଦେଖା କରିବାର ନାହିଁ। ଏଇଟା ଯେତେ ଜଲ୍ଦି ମୁଣ୍ଡରେ ପୁରାଇବୁ ସେତେ ଭଲ ତୋ ପାଇଁ। ସେହିଦିନ ମୋହିନୀ ବି ରାଧାକୁ ବହୁତ ଗାଳି ଦେଲା, ଆଉ ରାଧା ସବୁ କଥା ରବିକୁ କହିଲା।
ଆଉ ଡେରି କଲେ କିଛି ଲାଭ ନାହିଁ ରାଧା। ଦିନେ ନା ଦିନେ ଆମକୁ ଏ ନିଷ୍ପତ୍ତି ନେବାକୁ ପଡ଼ିବ। ତାହେଲେ ଆଜି କାହିଁକି ନୁହେଁ? ତା ମାନେ ମୁଁ ଯାହା ଭାବୁଛି କ'ଣ ତୁମେ ବି ସେଇଆ ଭାବୁଛ? ହଁ ରାଧା, ଆମକୁ ଆମ ସମ୍ପର୍କକୁ ଆଗକୁ ନେବାକୁ ପଡ଼ିବ। ଆଉ ଆମକୁ ମନ୍ଦିରରେ ବାହା ହେବାକୁ ପଡ଼ିବ। କୁହ, ତମେ କ'ଣ ମୋ ସାଥିରେ ଅଛ? ହଁ ରବି, କଥା ଖାଲି ଭଲ ପାଇବାର ନୁହେଁ, କଥା ଏ ସମାଜର। ମୁଁ ଆଶା କରୁଛି ବାପା ମୋ ପାଇଁ ହୁଏତ ବଦଳି ଯାଇପାରନ୍ତି। ଏହାପରେ ସେ ଦୁଇ ଜଣ ମନ୍ଦିରରେ ବାହା ହୋଇ ପଡ଼ନ୍ତି ଆଉ ଆଶୀର୍ବାଦ ନେବାକୁ ପ୍ରଥମେ ରାଧାର ବାପାଙ୍କ ପାଖକୁ ଆସନ୍ତି। ରମେଶ ସେ ଦୁଇ ଜଣଙ୍କୁ ଏକାଠି ଦେଖି ସବୁକିଛି ବୁଝିପାରିଲେ। ଇଏ କ'ଣ? କିଏ ତୋ ସାଥିରେ ଆସିଛି? ଆଉ ଏମିତି ବେଶ ପୋଷାକରେ କ'ଣ ଆସିଛୁ? ବାପା, ଇଏ ହେଉଛନ୍ତି ରବୀନ୍ଦ୍ର। ଆମ କଲେଜରେ ସିନିୟର ଥିଲେ। ଏବେ ସେ ଗଭର୍ଣ୍ଣମେଣ୍ଟ ଜବ୍ କରୁଛନ୍ତି। ଆମେ ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଉଥିଲୁ। ଏବେ ଆମେ କୋର୍ଟ ମ୍ୟାରେଜ୍ କରିଛୁ। ଆମକୁ ଆଶୀର୍ବାଦ ଦିଅ ବାପା। ହେଲେ ତୁ ଏଠିକି କାହିଁକି ଆସିଛୁ? ତୋର ଭାବି ନେବା ଉଚିତ। ତୁ ଯେତେବେଳେ ତୋ ବାପାକୁ ଧୋକା ଦେଇ ଏ ପିଲାର ହାତ ଧରିଲୁ, ସେତେବେଳେ ତୋ ବାପା ତୋ ପାଇଁ ମରିଗଲା। ଆଉ ଏ କେମିତି ଭାବି ନେଲୁ କି ଛୋଟ ଜାତିର ପିଲା ସହିତ ବାହା ହୋଇ ଆସିବୁ ଆଉ ମୋ ଠାରୁ ଆଶୀର୍ବାଦ ପାଇବୁ? ବାପା, ବାପା, ଆମକୁ କେବଳ ଏଇ ଗୋଟିଏ ଭୁଲ ପାଇଁ କ୍ଷମା କରିଦିଅ। ଦେଖ ବାପା, ସବୁ କିଛି ଠିକ୍ ହୋଇଯିବ। ତତେ ଟିକେ ଲାଜ ଲାଗିଲାନି? ତୁ ରମେଶ ଚନ୍ଦ୍ର ପଣ୍ଡାର ଝିଅ ହୋଇ ଗୋଟିଏ ଛୋଟ ଜାତିର ପିଲା ସହିତ ବାହା ହୋଇଗଲୁ। ମୋ ଆଖି ସାମ୍ନାରୁ ଚାଲିଯା, ନହେଲେ ତତେ ଏଇଠି ମାରି ପୋତି ଦେବି। ଶୁଣ, ଘର କଥା ଘରେ ରହିବାକୁ ଦିଅ। ସେମାନେ ପିଲା ଲୋକ, କ'ଣ ଗୋଟିଏ ଭୁଲ କରିଦେଇଛନ୍ତି, ତାଙ୍କୁ କ୍ଷମା କରିଦିଅ। ଏସବୁ କେବଳ ତୋରି ପାଇଁ ହୋଇଛି। ଝିଅ କ'ଣ କରୁଛି କ'ଣ ନାହିଁ ତୁ ମା ହୋଇ ବି ଜାଣିପାରିଲୁ ନାହିଁ। ତୁ ଚୁପ୍ ହୋଇ ରହ, ନହେଲେ ତା ସାଥିରେ ତତେ ବି ମାରିଦେବି। ଚାଲ ରାଧା, ମୁଁ ତୁମର ଅପମାନ ସହିପାରିବି ନାହିଁ। ଛୋଟ ଲୋକ କିଏ ସମୟ ଆସିଲେ ଜଣାପଡ଼ିବ। କେବଳ ଜାତିରେ ବ୍ରାହ୍ମଣ ହେଲେ କ'ଣ ହେବ? ମନ ଆଉ ଆଚରଣ ବି ତ ବଡ଼ କରିବାକୁ ହେବ, ନହେଲେ ପରେ ପଛତାଇବ। ଯା ଯା, ବହୁତ ଦେଖିଛି। 2 ଦିନ ତାର ଦାୟିତ୍ୱ ନିର୍ବାହ କରିକି ଦେଖ, ତାପରେ କହିବୁ। ଏହାପରେ ସେମାନେ ସେଠାରୁ ନିଜ ଘରକୁ ଚାଲିଗଲେ। ରବିର ବାପା ମା ବହୁତ ଭଲ ଥିଲେ। ରବି ଆଗରୁ ସବୁ କଥା କହି ସାରିଥିଲା। ସେମାନେ ପୁଅ ବୋହୂକୁ ଘରକୁ ପାଛୋଟି ନେଇଗଲେ ଆଉ ରାଧାର ବହୁତ ଧ୍ୟାନ ରଖିଲେ। ଦିନେ ରମେଶ ରାସ୍ତାରେ ଗଲାବେଳେ ତାକୁ ମଦନ ଦେଖିଲା। ସାହୁକାର, ବଡ଼ ଘର ବଡ଼ ଗୁମର କଥା। ଝିଅକୁ ଗୋଟିଏ ଛୋଟ ଜାତିର ଟୋକା ସହିତ ଛାଡ଼ି ଦେଇ ଉପରେ ଉପରେ ତ ବହୁତ ମଜାରେ ଅଛ। ମଦନ, ନିଜ ସୀମା ଭିତରେ ରହ, ନହେଲେ କିଛି ଠିକ୍ ହେବନି କହିଦେଉଛି। ନ ରହିଲେ କ'ଣଟା ମୋର କରିଦେବ ବା? ଆଉ କୌଣସି ଦଣ୍ଡ ଦେବାର ଅଧିକାର ତୁମର ନାହିଁ। ଆଗରୁ ଠାକୁର ଭଳି ମାନୁଥିଲୁ, ହେଲେ ଠାକୁର କ'ଣ ଜାତିଭେଦ କରୁଛନ୍ତି? ନାହିଁ। ତୁମେ କିଏ ହୋ? ଝିଅଟା ତ ମନ ଇଚ୍ଛା ଚାଲିଗଲା, ଆଉ ତୁମକୁ କିଏ ସାହୁକାର ବୋଲି ଡାକିବ? ଆସିଲା ବଡ଼ ସାହୁକାର। ଏମିତି ସେଦିନ ସବୁ ଛୋଟ ଜାତିର ଲୋକ ବହୁତ କଥା ଶୁଣାଇଲେ। ସବୁ କଥା ଶୁଣି ମଧ୍ୟ ରମେଶ କିଛି କହେ ନାହିଁ। ଧୀରେ ଧୀରେ ରମେଶ ତା ଚିନ୍ତାଧାରା ବଦଳେଇ ଦିଏ। ରାଧା ତା ଶାଶୁଘରେ ବହୁତ ଭଲରେ ଆଉ ଖୁସିରେ ରହିଥାଏ। ଏପଟେ ରାଧାର ବାପା ଉପରକୁ ସିନା ଦେଖାଇ ହେଉଥିଲା, ହେଲେ ଭିତରେ ତା ଝିଅକୁ ନ ଦେଖି ରହିପାରୁନଥିଲା। ଦିନେ ସେ ଶୋଇଥିଲା ଆଉ ତାକୁ ଖରାପ ସ୍ୱପ୍ନ ହେଲା, ଯୋଉଟା ଦେଖି ସେ ବହୁତ ଡରିଗଲା ଆଉ ଉଠି ବସି ପଡ଼ିଲା। କ'ଣ ହେଲା? ଏମିତି ଭୟଭୀତ କାହିଁକି ହେଉଛ? କିଛି ଖରାପ ସ୍ୱପ୍ନ ଦେଖିଲ କି? ହଁ ମୋହିନୀ, ବହୁତ ବଡ଼ ଖରାପ ସ୍ୱପ୍ନ ଦେଖିଲି। ଆମ ରାଧା ବହୁତ ଦୁଃଖରେ ଅଛି। ତା ଶାଶୁଘର ଲୋକେ ତାକୁ ମାରପିଟ କରୁଛନ୍ତି, ତାକୁ ଖାଇବା ପାଇଁ ମଧ୍ୟ ଦେଉନାହାନ୍ତି। ତମେ ଗୋଟେ କାମ କର, ରାଧା ସହିତ ଟିକେ କଥା ହୋଇଯାଅ। ମୋତେ ବହୁତ ଚିନ୍ତା ହେଉଛି। ତୁମେ ବି ତ ରାଧାକୁ ମାରିଦେବା ପାଇଁ କହିଥିଲ, ଏବେ ପୁଣି ଚିନ୍ତା କାହିଁକି କରୁଛ? ମୁଁ ମାନୁଛି ମୋହିନୀ, ମୁଁ ବହୁତ ବଡ଼ ଭୁଲ କରିଛି। ମିଛ ଖାନଦାନ ଆଉ ଆଭିଜାତ୍ୟ ପାଇଁ ମୁଁ ମୋ ଜୀବନର ଅନମୋଲ ହୀରା ହରେଇଛି। ମୋତେ କ୍ଷମା କରିଦିଅ, ମୁଁ ସତରେ ବହୁତ ଖରାପ ବାପା। ତୁମେ ଜାଣିଛ, ଆମ ରାଧା ବହୁତ ଭଲ ଶାଶୁଘର ପାଇଛି। ତା ଶାଶୁ ଶ୍ୱଶୁର ବହୁତ ଭଲ, ଆଉ ରବି ତାର ସବୁ ଦରକାର ପୂରଣ କରୁଛି। ତମେ ଜାଣିଛ, ରାଧା ବାହା ହୋଇସାରିବା ପରେ ମଧ୍ୟ କଲେଜ ଯାଉଛି। ଆଉ ତମେ ବି ମୋ କଥା ଶୁଣ, ଆଉ ରାଗନି।
ରାଧାକୁ ଛାଡ଼ିଦେଲେ ଆମର କିଏ ଅଛି କହିଲ? ଚାଲ କାଲିକୁ ରାଧା ପାଖକୁ ଯିବା, ଆଉ ଆମ ଝିଅ ଆମ ଜୋଇଁ ବାବୁକୁ କ୍ଷମା କରିଦେବା। କ'ଣ ହେଲା, ମୁଁ ଠିକ୍ କହୁଛି ନା? ହଁ ମୋହିନୀ, କାଲି ମୁଁ ମୋ ଝିଅ ପାଖକୁ ଯିବି ଆଉ ତାକୁ ଆଶୀର୍ବାଦ ଦେଇକି ଆସିବି। ଏହାପରେ ସେମାନେ ତା ପରଦିନ ସକାଳେ ରାଧା ପାଖକୁ ଯିବାକୁ ବାହାରିଲେ। ବାପା ମାଆକୁ ଦେଖି ଝିଅ ବହୁତ ଖୁସି ହୋଇଗଲା, ଆଉ ଚିନ୍ତା ବି କଲା ଯେ ବାପା କେମିତି ଆସିଛନ୍ତି। ରାଧା ତା ବାପା ମାଆଙ୍କୁ ପ୍ରଣାମ କଲା। ଝିଅକୁ ଆଶୀର୍ବାଦ ଦିଅ। ମା ରେ, ତୋ ବାପା ତୋତେ ଘରକୁ ଡାକିବାକୁ ଆସିଛନ୍ତି। ମୁଁ ବି ନିମନ୍ତ୍ରଣ ଦେଉଛି। ରବି ଆଉ ତୋ ଶାଶୁ ଶ୍ୱଶୁରଙ୍କୁ ଧରି ଆମ ଘରକୁ ଆସିବୁ। ଏ କଥା ବାପା କହିବାକୁ ଆସିଥିଲେ ପରା, ସେ କାହିଁକି କହୁନାହାନ୍ତି? ଏହାପରେ ରମେଶ ବି ତା ଝିଅ ଆଉ ଜୋଇଁଙ୍କୁ ଘରକୁ ଯିବାକୁ ନିମନ୍ତ୍ରଣ ଦେଲା। ତା ପରଦିନ ରାଧା ଆଉ ରବି ରମେଶ ଘରକୁ ଗଲେ। ରମେଶ ଝିଅ ଜୋଇଁଙ୍କୁ ଦେଖି ବହୁତ ଖୁସି ହୋଇଗଲା ଆଉ ଆନନ୍ଦରେ ପାଛୋଟି ନେଲା।